ଏବେ ଆମେ କ୍ୟାମେରାର ମୌଳିକ ଢାଞ୍ଚା ବିଷୟରେ ଆଲୋଚନା କରିବୁ। ଆପଣ ସମସ୍ତେ ଡିଏସ୍ଏଲ୍ଆର୍ କ୍ୟାମେରା ନାମ ସହିତ ପରିଚିତ, କିନ୍ତୁ ଏଠାରେ ଆମେ କେବଳ ମୋବାଇଲ କିମ୍ବା ସ୍ମାର୍ଟଫୋନର କ୍ୟାମେରା ବିଷୟରେ କହିବାକୁ ଯାଉଛୁ। ଡିଏସ୍ଏଲ୍ଆର୍ କ୍ୟାମେରା ଏବଂ ଅ, ମୋବାଇଲ କ୍ୟାମେରାର ଢାଞ୍ଚା ପଦ୍ଧତି ପ୍ରାୟ ସମାନ ହେଇଥାଏ। ଯେକୌଣସି କ୍ୟାମେରାର ତିନୋଟି ମୁଖ୍ୟ ଉପାଦାନ ହେଉଛି ଲେନ୍ସ, ସଟର ଏବଂ ସେନ୍ସର। ଆଇଏସ୍ଓ ଏହି ସେନ୍ସରର ସମ୍ବେଦନଶୀଳତା ଉପରେ ନିର୍ଭର କରେ। ସେନ୍ସରର କ୍ଷମତା ଅନୁଯାୟୀ ଏହା ସୁପାରିଶ କରାଯାଏ ଯେ ଆପଣ ଏକ ନିର୍ଦ୍ଦିଷ୍ଟ ଆଇଏସ୍ଓକୁ ଯାଇପାରିବେ। ମୋବାଇଲ କ୍ୟାମେରାରେ ଆପଣ ଏତିକି ଆଇଏସ୍ଓ ଯାଏ ଯାଇପାରିବେ କିମ୍ବା ଆପଣ ରାତିରେ ସୁଟିଂ କରିପାରିବେ। ଯଦି କ୍ୟାମେରାରେ ନାଇଟ୍ ମୋଡ୍ ବିକଳ୍ପ ଥାଏ, ତେବେ ଏହାର ଅର୍ଥ ହେଉଛି ଯେ କ୍ୟାମେରାର ଆଇଏସ୍ଓ ଅଧିକ ହେଇଥାଏ। ଯଦିଓ ଆମେ ଆଇଏସ୍ଓକୁ ଆଡଜଷ୍ଟ କରି ଆଲୋକର ସମ୍ବେଦନଶୀଳତାକୁ ନିର୍ଦ୍ଧାରଣ କରିପାରିବା, କିନ୍ତୁ ଏହା ଫଟୋର ଗୁଣବତ୍ତା ହ୍ରାସ କରିଥାଏ। ମୋବାଇଲ କ୍ୟାମେରାରେ ଯେତେ ଅଧିକ ମେଗାପିକ୍ସେଲ ରହିବ, ସେତେ ଭଲ ଫଟୋ ଉଠାଇଥାଏ। ଏହା ଆମର ଭୁଲ ଧାରଣା ରହିଆସିଛି। ଫଟୋର ଗୁଣବତ୍ତା କେବଳ କ୍ୟାମେରାର ମେଗାପିକ୍ସେଲ ଉପରେ ନିର୍ଭର କରେ ନାହିଁ। ଫଟୋର ଗୁଣବତ୍ତା ଉଭୟ ସେନ୍ସରର ଆକାର ଏବଂ ମେଗାପିକ୍ସେଲ ଉପରେ ନିର୍ଭର କରେ। କହି ରଖୁଛୁ 40 ମେଗାପିକ୍ସେଲ ବିଶିଷ୍ଟ ଦୁଇଟି କ୍ୟାମେରା। ସେମାନଙ୍କ ମଧ୍ୟରୁ ଗୋଟିଏର ସେନ୍ସର ଆକାର ମାତ୍ର 1 ସେଣ୍ଟିମିଟର ବାଇ 0.5 ସେଣ୍ଟିମିଟର ଏବଂ ଅନ୍ୟ ସେନ୍ସରଟିର ସାଇଜ୍ 1.5 ସେଣ୍ଟିମିଟର ବାଇ 2 ସେଣ୍ଟିମିଟର। ନିଶ୍ଚିତ ଭାବରେ ବୃହତ୍ ସେନ୍ସର ଥିବା ବ୍ୟକ୍ତି ସାଧାରଣତଃ ଉତ୍ତମ ଚିତ୍ର ଗୁଣବତ୍ତା ପ୍ରଦାନ କରିଥାଏ ଏବଂ ବଡ଼ ସେନ୍ସର ଆକାର ସହିତ କ୍ୟାମେରା ସହିତ ନିଆଯାଇଥିବା ଫଟୋଗୁଡ଼ିକ ସାଧାରଣତଃ ବଡ଼ ଆକାରର ହେବ। ଅନେକ ସମୟରେ 1 ସେଣ୍ଟିମିଟର ବାଇ 0.5 ସେଣ୍ଟିମିଟର ସେନ୍ସର ସାଇଜ୍ ବିଶିଷ୍ଟ 40 ମେଗାପିକ୍ସେଲ ମୋବାଇଲ କ୍ୟାମେରା ଦେଖିବାକୁ ମିଳିଥାଏ ଏବଂ 20 ମେଗାପିକ୍ସେଲ ମୋବାଇଲ କ୍ୟାମେରା ଯାହାର ସେନ୍ସର ସାଇଜ୍ 1.5 ସେଣ୍ଟିମିଟର ବାଇ 2 ସେଣ୍ଟିମିଟର ରହିଥାଏ। ଏଥିରୁ ଆମେ ଦେଖିପାରିବା ଯେ ଏହି କ୍ୟାମେରାର ଫଟୋର ଗୁଣବତ୍ତାରେ ବିଶେଷ ଫରକ ଦେଖାଯାଉ ନାହିଁ। ଗୋଟିଏ କ୍ୟାମେରା 40 ମେଗାପିକ୍ସେଲ ଓ ଅନ୍ୟ କ୍ୟାମେରାଟି 20 ମେଗାପିକ୍ସେଲର। ଏହା ସ୍ପଷ୍ଟ ହୋଇଯାଏ ଯେ ସେନ୍ସର ଆକାର ହେଉଛି ଚିତ୍ର ଗୁଣବତ୍ତାରେ ପାର୍ଥକ୍ୟ ପାଇଁ ଯୋଗଦାନ କରୁଥିବା କାରକ। ତେଣୁ ମୋବାଇଲ କ୍ୟାମେରାର ଗୁଣବତ୍ତା ନିର୍ଭର କରିଥାଏ ସେନ୍ସରର ଆକାର ଏବଂ ମେଗାପିକ୍ସେଲର ମିଶ୍ରଣ ଉପରେ, ଯେଉଁ କମ୍ବିନେସନଟା ଥାଏ ତାରି ଉପରେ। କ୍ୟାମେରା ଖରାପ ନା ଭଲ ତାହା କେବଳ ମେଗାପିକ୍ସେଲ ହିଁ ନିର୍ଦ୍ଧାରଣ କରିପାରିବ ନାହିଁ। ଏଠାରେ ଆମେ ମୋବାଇଲ କ୍ୟାମେରା ସମେତ 4ଟି ଭିନ୍ନ ଭିନ୍ନ କ୍ୟାମେରାର ସେନ୍ସର ସାଇଜ୍ ଦେଖିପାରିବା। ଦୁଇ ପ୍ରକାରର ଡିଏସ୍ଏଲ୍ଆର୍ କ୍ୟାମେରା ରହିଛି। ଗୋଟିଏ ହେଉଛି ଫୁଲ୍ ଫ୍ରେମ୍ କ୍ୟାମେରା ଏବଂ ଅନ୍ୟଟି ହେଉଛି କ୍ରପ୍ ସେନ୍ସର ବା ଏପିଏସ୍ସି ସେନ୍ସର କ୍ୟାମେରା। ତୃତୀୟ ପ୍ରକାର ହେଉଛି ଏକ ପଏଣ୍ଟ ଆଣ୍ଡ ସୁଟ୍ କ୍ୟାମେରା, ଛୋଟ କ୍ୟାମେରା ଯାହାକୁ ଆମେ ସାଧାରଣତଃ ବ୍ୟବହାର କରିଥାଉ କିମ୍ବା ଦେଖିଥାଉ। ଏବଂ ଚତୁର୍ଥଟି ହେଉଛି ମୋବାଇଲ କ୍ୟାମେରା। ଏବେ ଆମେ ଦେଖିପାରିବା ଯେ ଫୁଲ୍ ଫ୍ରେମ୍ କ୍ୟାମେରାର ସେନ୍ସର ଆକାର ସବୁଠାରୁ ବଡ଼, ତାପରେ ଏପିଏସ୍ସି ସେନ୍ସର କ୍ୟାମେରା ଏବଂ ତାପରେ ହେଲା ପଏଣ୍ଟ ଆଣ୍ଡ ସୁଟ୍ କ୍ୟାମେରା ଏବଂ ତାପରେ ସବୁଠାରୁ ଛୋଟ ସେନ୍ସର ଆକାର ସାଧାରଣତଃ ମୋବାଇଲ କ୍ୟାମେରାରେ ଦେଖିବାକୁ ମିଳିଥାଏ। ଏହିପରି ଭାବରେ ଏହା ସ୍ପଷ୍ଟ ଯେ ଏକ ପୂର୍ଣ୍ଣ ଫ୍ରେମ୍ ଡିଏସ୍ଏଲ୍ଆର୍ କ୍ୟାମେରା ଏକ ଗୁଣବତ୍ତା ପ୍ରଦାନ କରେ, ଯାହା ମୋବାଇଲ କ୍ୟାମେରା କିମ୍ବା ଅନ୍ୟ କୌଣସି ଛୋଟ କ୍ୟାମେରା ମେଳ ଖାଇପାରିବ ନାହିଁ। ଫୁଲ୍ ଫ୍ରେମ୍ କ୍ୟାମେରାରୁ ଆମେ ସର୍ବୋତ୍ତମ ଗୁଣବତ୍ତାର ଫଟୋ ପାଇଥାଉ, କାରଣ ଫୁଲ୍ ଫ୍ରେମ୍ କ୍ୟାମେରାର ସେନ୍ସର ଆକାର ସବୁଠାରୁ ବଡ଼ ଅଟେ। ଠିକ୍ ସେମିତି ଯଦି ମୋବାଇଲ କ୍ୟାମେରାରେ ସେନ୍ସର ଆକାର ସମାନ ହୋଇଥାଏ ଏବଂ ମେଗାପିକ୍ସେଲ ବଢ଼ିଯାଏ, ତେବେ ଗୁଣବତ୍ତାରେ କିଛି ଫରକ ଦେଖିବାକୁ ମିଳେ। ତେବେ ଯଦି ସେନ୍ସର ଆକାର ଭିନ୍ନ ଏବଂ ହ୍ରାସ ପାଇଥାଏ, ଯାହାଫଳରେ ଆମେ ସ୍କ୍ରିନ୍ରେ ଦେଖୁଥିବା ଆକାରଠାରୁ ଛୋଟ ଆକାରରେ ପରିଣତ ହୁଏ,
ତେବେ ମେଗାପିକ୍ସେଲରେ ବୃଦ୍ଧି ଗୁଣବତ୍ତାରେ ବିଶେଷ ପାର୍ଥକ୍ୟ ସୃଷ୍ଟି କରିନପାରେ। ସ୍କ୍ରିନ୍‌ରେ ଥିବା ଏହି ଫଟୋରୁ ଆମେ ବୁଝିପାରିବା ଯେ ସେନ୍ସର ଆକାର ଏବଂ ମେଗାପିକ୍ସେଲ କିପରି କ୍ୟାମେରା କିମ୍ବା ମୋବାଇଲ କ୍ୟାମେରାର ଗୁଣବତ୍ତା ନିର୍ଦ୍ଧାରଣ କରିପାରିବ। ଏହା ବ୍ୟତୀତ ଆଜିକାଲି କ୍ୟାମେରା କମ୍ପାନୀଗୁଡ଼ିକ ମୋବାଇଲ କ୍ୟାମେରାର ଏଫ୍ ନମ୍ବର ବା ଆପର୍ଚର ବିଷୟରେ ସୂଚନା ଦେଇଥାନ୍ତି। ମୋବାଇଲ କ୍ୟାମେରା କିଣିବା ସମୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଇଥାଏ। ଆପର୍ଚର ସଂଖ୍ୟା ଆପର୍ଚରର ଓପେନିଂ ଯେତେ କମ୍ ହେବ ସେଇ କ୍ୟାମେରାର ଦାମ ସେତିକି ଅଧିକ। ଏହାର ଅର୍ଥ ହେଉଛି ନିମ୍ନ ଆପର୍ଚର ସଂଖ୍ୟା ଲେନ୍ସର ବ୍ୟାପକ ଖୋଲିବାକୁ ସୂଚାଇଥାଏ, ଯାହାଫଳରେ କ୍ୟାମେରାରେ କ୍ଷେତ୍ରର ଅତ୍ୟନ୍ତ ଗଭୀରତା ହାସଲ କରିବାର କ୍ଷମତା ରହିଥାଏ। ଅନ୍ୟ ଶବ୍ଦରେ କହିବାକୁ ଗଲେ, ଚିତ୍ରଗୁଡ଼ିକୁ କ୍ୟାପଚର କରିବା ସମୟରେ କିମ୍ବା ମାଇକ୍ରୋ ଫଟୋଗ୍ରାଫିରେ ନିୟୋଜିତ ହେବା ସମୟରେ କ୍ଷେତ୍ରର ଏକ ଅତ୍ୟନ୍ତ ଗଭୀରତା ବାଞ୍ଛନୀୟ, ଯାହା ଆପଣଙ୍କୁ ସୁନ୍ଦର ଫଳାଫଳ ହାସଲ କରିବାକୁ ଅନୁମତି ଦେଇଥାଏ। ଉଦାହରଣ ସ୍ୱରୂପ, ଏହି କ୍ଷେତ୍ରରେ ଦୁଇଟି 50 ମିଲିମିଟର ଲେନ୍ସ କଳ୍ପନା କରନ୍ତୁ। ଗୋଟିଏ ଲେନ୍ସର ଆପର୍ଚର 1.8 ଓ ଅନ୍ୟ ଲେନ୍ସର ଆପର୍ଚର 2.8 ରହିଛି। ତେବେ 2.8 ଆପର୍ଚର ଲେନ୍ସ ଥିବା କ୍ୟାମେରା ତୁଳନାରେ 1.8 ଆପର୍ଚର ଲେନ୍ସ ଥିବା କ୍ୟାମେରାର ମୂଲ୍ୟ ଅଧିକ ରହିଛି। ଏଇଟା ସ୍ୱାଭାବିକ। ମୋବାଇଲ କ୍ୟାମେରା କ୍ଷେତ୍ରରେ ମଧ୍ୟ ସମାନ କଥା ଲାଗୁ ହୋଇଥାଏ।